ପିଲାଏ, ତମରି ଭଳି ଛୋଟ ପିଲା ସିଏ। ରାକ୍ଷସ କୂଳରେ ଜନ୍ମ ସିନା, କିନ୍ତୁ ସବୁବେଳେ ଜପୁଥାନ୍ତି ହରିନାମ। ପାହାଡ଼ରୁ ପଡ଼ି ହାତୀ ପାଦ ତଳୁ ବିଷାକ୍ତ ସର୍ପ ଆଉ ଖଣ୍ଡା ଧାରରୁ ରକ୍ଷା ପାଇଥିଲେ ସିଏ, କେବଳ ତାଙ୍କର ବିଶ୍ୱାସ ଯୋଗୁଁ। ସିଏ ହେଲେ ଭକ୍ତ ପ୍ରହଲ୍ଲାଦ। ଆଜି ଶୁଣିବା ଗୀତିନାଟ୍ୟ ଭକ୍ତ ପ୍ରହଲ୍ଲାଦ। ରଚନା ଅମରେନ୍ଦୁ ମହାନ୍ତି। ସଙ୍ଗୀତରେ ସଜେଇଛନ୍ତି ଅନିଲ କୁମାର ଜେନା। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଛନ୍ତି ମନୋରଞ୍ଜନ ଅଧିକାରୀ, ବୈଷ୍ଣବ ଚରଣ ମହାନ୍ତି, ତ୍ରିନାଥ ଦାସ ଏବଂ ଅନିଲ ଜେନା। ଏହି ଗୀତିନାଟ୍ୟଟିକୁ ପରିବେଷଣ କରିଛନ୍ତି ମଲ୍ହାର ଅନୁଷ୍ଠାନ କଟକର କୁନି କୁନି ପିଲାମାନେ। ସେମାନେ ହେଲେ ଶର୍ମିଷ୍ଠା, ଅପରୂପା, ବିସ୍ମୟ, ମୋନିଷା, ସମ୍ପତ, ସତ୍ୟପ୍ରକାଶ, ଶୁଭଶ୍ରୀ, ପ୍ରଭୁଦତ୍ତ, ଅକ୍ଷସିତା, ସୀମନ୍ତିକା, ସୌମ୍ୟାଶ୍ରୀ, ସୋନମ ଏବଂ ଭାବନା। ଆସ ପିଲାଏ ତେବେ ଶୁଣିବା ଗୀତିନାଟ୍ୟ ଭକ୍ତ ପ୍ରହଲ୍ଲାଦ। ସ୍ୱାମୀ, ଜଗତ କରତା ହୋଇ କି ଚିନ୍ତା ପଡ଼ିଲା ଯେ ଅନନ୍ତ ଶୟନ ତ୍ୟାଗ କରି ପୁଣି ଲକ୍ଷ୍ମୀର ସେବାକୁ ତୁଚ୍ଛ କରି ଏଠି ଏକାକୀ ବସିଛ? କ'ଣ ହୋଇଛି ସ୍ୱାମୀ? ଜଗତ କରତା ହୋଇ ଧରିଲେ ବିଷାଦ ଚିନ୍ତା, କି କରିବି ଦେବନରେ କି ହେବ ସୃଷ୍ଟି ଅବସ୍ଥା। ଜଗତ କରତା ହୋଇ ଲକ୍ଷ୍ମୀ ହିରଣ୍ୟାକ୍ଷ ମଲା ପରେ ତାର ଭାଇ ହିରଣ୍ୟକଶିପୁ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ପରାମର୍ଶରେ ହିମାଳୟକୁ ଘୋର ତପ କରି ବ୍ରହ୍ମାଙ୍କଠାରୁ ବର ଲାଭ ଆଶାରେ ଯାତ୍ରା କରିଛି। ଆଉ ଦେବରାଜ ଇନ୍ଦ୍ର ତାର ରାଜ୍ୟ ଆକ୍ରମଣ କରି ତାର ଗର୍ଭବତୀ ରାଣୀକୁ ହରଣ କରି ବଧ କରିବାକୁ ଉଦ୍ୟମ କରୁଛି। ଏତେ ଆସ୍ପର୍ଦ୍ଧା ସେ ଇନ୍ଦ୍ରର, ନାରୀ ପ୍ରତି ଅପମାନ, ଏହାର କିଛି ପ୍ରତିକାର କରନ୍ତୁ ସ୍ୱାମୀ। ସେ ଲାଗି ମୁଁ ଏ କ୍ଷଣି ଦେବଶ୍ରୀ ନାରଦଙ୍କୁ ସ୍ମରଣ କରୁଛି। ତାଙ୍କରି ଦ୍ୱାରା ରାଣୀଙ୍କୁ ଇନ୍ଦ୍ର କବଳରୁ ରକ୍ଷା କରାଯାଇ ପାରିବ। ନାରାୟଣ ନାରାୟଣ ନାରାୟଣ। ମୋର ପ୍ରଣାମ ଗ୍ରହଣ କରନ୍ତୁ ଜଗତ ପିତା ନାରାୟଣ, ଜଗତ ମାତା ମହାଲକ୍ଷ୍ମୀ। ଧନ୍ୟ ହେଲି ଜଗତ ପିତା ଜଗତ ମାତାଙ୍କୁ ଏକତ୍ର ଦର୍ଶନ କରି। କୁହନ୍ତୁ ପ୍ରଭୁ, କି କାରଣେ ବ୍ରହ୍ମଚାରୀ ଦେବର୍ଷି କି କରିଲେ ସ୍ମରଣ? କାହିଁକି ଚିନ୍ତିଲେ ପ୍ରଭୁ ଗୋଲଖପତି, କାହିଁକି ଚିନ୍ତିଲେ ପ୍ରଭୁ ଗୋଲଖପତି। ଶ୍ରୀଛାମୁକୁ ଆସିଅଛି, ଶ୍ରୀଛାମୁକୁ ଆସିଅଛି ଦେବଜାତି। କାହିଁକି ଚିନ୍ତିଲେ ପ୍ରଭୁ ଗୋଲଖପତି। ଅଛି କିବା ଦରକାର ଏ ଦେବର୍ଷି ନାରଦର, ଅଛି କିବା ଦରକାର ଏ ଦେବର୍ଷି ନାରଦର। ଆଦେଶ ଦେଲେ ପାଳିବ, ଆଦେଶ ଦେଲେ ପାଳିବ ଏ ମୂଢ଼ମତି। କାହିଁକି ଚିନ୍ତିଲେ ପ୍ରଭୁ ଗୋଲଖପତି, କାହିଁକି ଚିନ୍ତିଲେ ପ୍ରଭୁ ଗୋଲଖପତି। ଦେବର୍ଷି ହିରଣ୍ୟାକ୍ଷ ବଧ ପରେ ତାର ଭାଇ ହିରଣ୍ୟକଶିପୁ ଦୈତ୍ୟ ଭାତୃ ହତ୍ୟା ପ୍ରତିଶୋଧ ପାଇଁ ବ୍ରହ୍ମାବର ଲାଭ ଆସେ ତପ ଲାଗି ଯାଇଅଛି ହିମାଳୟ ପର୍ବତ ପ୍ରଦେଶେ। ଏ ସମୟ ଦେବରାଜ ଇନ୍ଦ୍ର ଦୈତ୍ୟ ରାଜ୍ୟ ଆକ୍ରମଣ କରି ବଧିବାକୁ ଆସିଅଛି ତାର ଗର୍ଭବତୀ ରାଣୀକୁ। ନାରାୟଣ ନାରାୟଣ। ଗର୍ଭବତୀ ନାରୀ ହତ୍ୟା ଏ ତ ମହାପାପ। ତେବେ ମୋର କର୍ତ୍ତବ୍ୟ କ'ଣ ପ୍ରଭୁ? ଦେବର୍ଷି, ତୁମେ ଯାଅ, ରାଣୀକୁ ଇନ୍ଦ୍ର କବଳରୁ ରକ୍ଷା କରି ନିଜ ଆଶ୍ରମରେ ରଖାଇବ। ସେହି ଶିଶୁ ଜନ୍ମ ହେଲା ପରେ
ତାର ଲାଳନ ପାଳନ ଓ ଶିକ୍ଷାଦାନର ବ୍ୟବସ୍ଥା କରିବ। ସେହି ଶିଶୁ ହେବ ମୋର ଶ୍ରେଷ୍ଠ ଭକ୍ତ ପ୍ରହ୍ଲାଦ, ଆଉ ତାରି ଲାଗି ମୁଁ ହେବି ନରସିଂହ ଅବତାର। ନାରାୟଣ ନାରାୟଣ। ମୁଁ ତେବେ ଚାଲିଲି ପ୍ରଭୁ ଏହି ମହାନ କାର୍ଯ୍ୟ ସାଧନା ଉଦ୍ଦେଶ୍ୟରେ। ନାରାୟଣ ନାରାୟଣ ନାରାୟଣ। ରକ୍ଷା କର, କିଏ କେଉଁଠି ଅଛ ରକ୍ଷା କର। ସ୍ୱାମୀ ମୋର ହିରଣ୍ୟକଶ୍ୟପୁ ଯାଇଛନ୍ତି ତପ କରି ହିମାଳୟ ପର୍ବତେ। ସେ ସୁଯୋଗ ନେଇ ଦେବରାଜ ଇନ୍ଦ୍ର ଦେବସେନା ନେଇ କରିଅଛି ରାଜ୍ୟ ଆକ୍ରମଣ। ଆସୁଅଛି ଏହି ଦିଗେ ମତେ ଧରି ନେବା ପାଇଁ। କିଏ କେଉଁଠି ଅଛ ରକ୍ଷା କର ମୋତେ। ଦେବରାଜ ଇନ୍ଦ୍ର କବଳରୁ ତତେ କେହି ରକ୍ଷା କରିପାରିବେ ନାହିଁ ରାଣୀ। ଆସ, ଚାଲି ଆସ। ତୁମ୍ଭ ସହିତ ତୁମ୍ଭର ଗର୍ଭସ୍ଥ ସନ୍ତାନକୁ ହତ୍ୟା କରି ସବୁଦିନ ପାଇଁ ହେବି ମୁଇଁ ନିଷ୍କଣ୍ଟକ। ଆସ। ଆରେ ଅଧମୀ ଇନ୍ଦ୍ର, ଦେବରାଜ ହୋଇ ଭୁଲିଗଲୁ ଧର୍ମ କର୍ମ ସବୁ। ନାରୀ ହତ୍ୟା, ଶିଶୁ ହତ୍ୟା ମହାପାପ ବୋଲି ମହାନର୍କେ ହୋଇବୁ ପତିତ। ଏଣୁ କରୁଛି ମିନତି, ଛାଡ଼ି ଦିଅ ମୋତେ। କରୁଛି ମିନତି ଇନ୍ଦ୍ର ନ କରନୀତିରେ। କରୁଛି ମିନତି ଇନ୍ଦ୍ର ପର ନାରୀ ହାରିଆର ଯିବୁ କି କିରତିରେ। କରୁଛି ମିନତି ଇନ୍ଦ୍ର। ହିରଣ୍ୟ ଦୈତ୍ୟ ମୋ ପାତି ତପ କରି ଯାଇଛନ୍ତି। ହିରଣ୍ୟ ଦୈତ୍ୟ ମୋ ପାତି ତପ କରି ଯାଇଛନ୍ତି। ଜାଣିଲେ ନିଶ୍ଚୟ ତୋର ପଡ଼ିବ ବିପତ୍ତିରେ। କରୁଛି ମିନତି ଇନ୍ଦ୍ର ନ କରନୀତିରେ। କରୁଛି ମିନତି ଇନ୍ଦ୍ର। ନୀତି ଅନୀତି, ନୀତି ଅନୀତିର ବାଣୀ ଶୁଣାଉଛି ମତେ। ତାହା ବେଶ ଭଲ କରି ଜାଣେ ସଚିପତି। ଦୈତ୍ୟ କୁଳ ବିନାଶିବା ଅଟେ ମୋର ଏକମାତ୍ର ଲକ୍ଷ୍ୟ। ତେଣୁ ତୋ ସହିତ ତୋର ଗର୍ଭସ୍ଥ ସନ୍ତାନକୁ ବିନାଶିବି ଆଜ। ନାରାୟଣ ନାରାୟଣ ନାରାୟଣ। ହେ ବାସବ, ଏହି କି ତୁମର ଦେବରାଜ ପଣିଆ? ଏକାକୀ ନେଇ ଅବଳା ପୁଣି ଗର୍ଭବତୀ ନାରୀ ନେଉଅଛ ଧରି। ଅପଯଶ ହୋଇବ ତୁମକୁ, ସ୍ୱର୍ଗରେ ଲାଗିବ କଳଙ୍କ। ପ୍ରଣାମ ଦେବର୍ଷି। ଦେବରାଜ ହୋଇ କିମ୍ପା କର ମନ୍ଦ ବୁଦ୍ଧି। ହିରଣ୍ୟ ଦୈତ୍ୟର ରାଣୀ ନେଉଅଛି ବାନ୍ଧି। ଅବଳା ଦୁର୍ବଳା ଏ ଯେ ଗର୍ଭବତୀ ନାରୀ। ଗର୍ଭ ଚିରି ଶିଶୁ ସହ ପକାଇବି ମାରି। ନିଷ୍ପାପ ସେ ଶିଶୁ ସାଥେ କର କି ବାବାଦ। ସେ ଶିଶୁ ଛଡ଼ାଇ ନେବ ମୋର ଇନ୍ଦ୍ରପଦ। ଶିଶୁ ହତ୍ୟା ନାରୀ ହତ୍ୟା ପାପ ଯେ ଅଟାଇ। କିଅ ବା କରିବି ବୁଦ୍ଧି ମୋତେ ଦିଶୁ ନାହିଁ। ସେ ନାରୀକୁ ଛାଡ଼ି ଦିଅ ନେଇ ଯିବି ସାଥେ। ହେଉ ତେବେ ଛାଡ଼ି ଦେଲି ତୁମ୍ଭ କଥା ମତେ। ଏଇ ସେ ହିମାଳୟ ପର୍ବତ। ଏଇଠି ଭାତୃହତ୍ୟା ପ୍ରତିଶୋଧ ପାଇଁ ବର ଲାଗି ବ୍ରହ୍ମାଙ୍କୁ ତପସ୍ୟା କରିବି। ନମୋ ସୃଷ୍ଟିକର୍ତ୍ତା, ନମୋ ବ୍ରହ୍ମା, ନମୋ ଚତୁର୍ମୁଖ, ନମୋ ବ୍ରହ୍ମା, ନମୋ ଶ୍ରୀ ବିରଞ୍ଚି, ନମୋ ବ୍ରହ୍ମା, ନମୋ ପିତାମହ, ନମୋ ବ୍ରହ୍ମା। ବସ୍ତେ ହିରଣ୍ୟ, ଆଖି ଖୋଲ। ଦେଖ, ମୁଁ ବେଦପତି ବ୍ରହ୍ମା ତୁମ ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମପୁର ତ୍ୟାଗ କରି ତୁମ ନିକଟକୁ ଆସିଛି। ଆଖି ଖୋଲ ବତ୍ସ। ଏ କ'ଣ?
ସତେ କ'ଣ ତପସ୍ୟା ମୋର ହୋଇଛି ସଫଳ? ପିତାମହ, ତୁମେ ଆସିଛ, ଏ ଅଧମ ଦୈତ୍ୟର ପ୍ରଣାମ ଗ୍ରହଣ କର ପିତା। ବତ୍ସ, ଉଠ। ଅନେକ ଦିନର କଠୋର ତପସ୍ୟା ତୁମର ସଫଳ ହୋଇଛି। କିବା ଅଭିଳାଷ, ମାଗ ବର। ପିତାମହ, ଯେବେ ତପସ୍ୟାରେ ତୁମେ ହୋଇଛ ପ୍ରସନ୍ନ, ତେବେ ଦିଅ ମୋତେ ଅମରତ୍ୱ ବର। ଅସମ୍ଭବ ତାହା। ମୈତ୍ୟମଣ୍ଡଳେ ଦେହ କହି ଦେବତା ହୋଇଲେ ମରଇ। ମାଗ ଅନ୍ୟ କିଛି ବର, ଅବିଳମ୍ବେ କରିବି ପୂରଣ। ବେଶ, ତେବେ ଏହି ବର ଦିଅ ମୋତେ ଆହେ ବ୍ରହ୍ମଦେବ। ନ ମରିବି ଦିବସେ ବା ରାତ୍ରେ, ସଞ୍ଜ ବା ସକାଳେ। ନ ମରିବି ଗଗନେ ପବନେ ଜଳେ ସ୍ଥଳେ ବା ଅନାଳେ। ଘରେ କି ବାହାରେ, ଅସ୍ତ୍ରେ ପୁଣି ଶସ୍ତ୍ରେ। ନ ମରିବି ମାନବ ଦେବତା ହସ୍ତେ, ଥିବା ଯାକେ ସୃଷ୍ଟି। ଏହି ବର ଦିଅ ମୋତେ ଆହେ ପରମେଷ୍ଠି। ତଥାସ୍ତୁ। ବ୍ରହ୍ମ ବରେ ବଳିୟାନ ହୋଇଅଛି ମୁହିଁ। ନିଶ୍ଚୟ ମୁହିଁ ବିନାଶିବି ଭାତୃହନ୍ତା ବିଷ୍ଣୁ। ଏବେ ଚାଲିଲି ମୁଁ ରାଜ୍ୟ ଅଭିମୁଖେ। ରାଣୀ, ରାଣୀ, ତୁମେ କେଉଁଠି? ଏ କ'ଣ? ଶୂନ୍ୟ ରାଣୀ ଅନ୍ତପୁର? ଘଟିଛି କି ଅଘଟଣ କିଛି? ରାଣୀ, ରାଣୀ। ନାରାୟଣ ନାରାୟଣ ନାରାୟଣ। ବତ୍ସ ହିରଣ୍ୟକଶିପୁ, ଏଇ ନିଅ ତୁମ୍ଭର ରାଣୀ ଆଉ ତୁମ୍ଭର ପୁତ୍ର, ଏଇ ପ୍ରହ୍ଲାଦ, ତାଙ୍କୁ ଗ୍ରହଣ କର। ପ୍ରଣାମ ଦେବଶ୍ରୀ। ଏ କ'ଣ ରାଣୀ ଆଉ ଏ ବାଳକ? ମତେ ବୁଝାଇ କୁହ ରାଣୀ, କି କାରଣେ ଦେଖୁଛି ଦେବଶ୍ରୀଙ୍କୁ ତୁମ୍ଭରି ସହିତ? ସ୍ୱାମୀ, ଏ ତୁମ୍ଭର ପୁତ୍ର ପ୍ରହ୍ଲାଦ। ଇନ୍ଦ୍ର ଯେବେ ନେଉଥିଲା ବାନ୍ଧି, ଦେବଶ୍ରୀ କରିଥିଲେ ରକ୍ଷା। ପୁତ୍ର, ପିତାଙ୍କୁ ପ୍ରଣାମ କର। ପ୍ରଣାମ ପିତା। ଆ ବାପା ପ୍ରହ୍ଲାଦ, ଏତେ ସାହସ ଦୁରାଚାର ଇନ୍ଦ୍ରର। ମୋ ଅନୁପସ୍ଥିତିର ସୁଯୋଗ ନେଇ ବାନ୍ଧି ନେଇ ଯାଇଥିଲା ମୋ ରାଣୀକୁ। ଆରେ ଆରେ ମୁଣାବାତି ବାସବ, ଜାନ ତତେ ଆଜିଠାରୁ ଛାଡ଼ିଲା ଦଇବ। ଏଡ଼ିକି ଲୀଳାଚ ଆରେ ସଚିପତି, ଆଜିଠୁ ଛାଡ଼ିଲା ଦଇବ। ତତେ ଆଜିଠୁ ଛାଡ଼ିଲା ଦଇବ। କିଏ ସେ ରାଖିବ ତିନି ପୁରେ ତତେ, କିଏ ସେ ରାଖିବ ତିନି ପୁରେ ତତେ। ଆରେ ମନ୍ଦମତି ବାସବ, ସ୍ୱର୍ଗପୁରୁ ତତେ ତଡ଼ାଇବି, ଇନ୍ଦ୍ରପଦ ତୋର ଛଡ଼ାଇବି। ସ୍ୱର୍ଗପୁରୁ ତତେ ତଡ଼ାଇବି, ଇନ୍ଦ୍ରପଦ ତୋର ଛଡ଼ାଇବି। ସ୍ୱର୍ଗ ଛାର ଖାର କରି ବାନ୍ଧି ନେବି, ସ୍ୱର୍ଗ ଛାର ଖାର କରି ବାନ୍ଧି ନେବି। 33 କୋଟି ସେ ଦେବି ଦେବା। ନାରାୟଣ ନାରାୟଣ। ମୋର କାର୍ଯ୍ୟ ହୋଇଲା ସମ୍ପୂର୍ଣ୍ଣ। ଦୈତ୍ୟପତି ରାଣୀ ଆଉ ପୁତ୍ର ସହ ରହିଥାଉ ସୁଖେ। ଚାଲିଲି ମୁଁ ଅନ୍ୟ କାର୍ଯ୍ୟ ଏବେ। ନାରାୟଣ ନାରାୟଣ ନାରାୟଣ। ପୁତ୍ର ମୋର ପ୍ରହ୍ଲାଦ, ଆ ମୋ କୋଳକୁ ଆ। ସ୍ୱାମୀ, ପୁତ୍ର ପ୍ରହ୍ଲାଦର ଶିକ୍ଷାଦାନର ସମୟ ହୋଇଅଛି। ଉପଯୁକ୍ତ ଗୁରୁକୁଳେ କରାତ ଶିକ୍ଷାଦାନ ବ୍ୟବସ୍ଥା। ବେଶ, ତାହିଁ ହେବ ରାଣୀ। କେ ଅଛି ରେ ଦୂତ? ପ୍ରଣାମ ମହାରାଜ, ଦିଅନ୍ତୁ ଆଦେଶ। ଦୂତ, ଉପଯୁକ୍ତ ଗୁରୁ ପାଶେ ଗୁରୁକୁଳକୁ ନେଇ ପୁତ୍ରକୁ ମୋ ବିଦ୍ୟା ଶିକ୍ଷା କରାଅ ଯଥା ଶୀଘ୍ର। ଯେ ଆଜ୍ଞା ମହାରାଜ। ଆଉ ଶୁଣ, ଡକାଇ ଡକାଇ ରାଜ୍ୟ ସାରା କରାଅ ଘୋଷଣା। ଆଜିଠାରୁ ବିଷ୍ଣୁ ନାମ ବିଷ୍ଣୁ ପୂଜା ହୋଇଲା ନିଷିଦ୍ଧ। ଯେ କରିବ ଅବଜ୍ଞା, ଶିରଚ୍ଛେଦ ହୋଇବ ତାହାର। ଯାଅ। ଯେ ଆଜ୍ଞା ମହାରାଜ। ବତ୍ସ ପ୍ରହ୍ଲାଦ, ଗୁରୁପଦ ଧାଇ ମଥାରେ ମାର ଖଡ଼ି ଗୋଟି। ବିଦ୍ୟା ଶିକ୍ଷା ଆଜିଠାରୁ ହୋଇବା ଆରମ୍ଭ। ପ୍ରଣାମ ଗୁରୁଦେବ। ଆଶୀର୍ବାଦ କରୁଛି, ମହାଜ୍ଞାନୀ ପଣ୍ଡିତ ହୁଅ। ଆଜ ପ୍ରହ୍ଲାଦ ହେବ ତୁମ୍ଭ ବିଦ୍ୟାରମ୍ଭ। କିସା କରିବାକୁ ହେବ କୁହ ଗୁରୁଦେବ। ସିଲଟରେ ଖଡ଼ି ଧରି ଲେଖ ତିନି ଶୂନ। ଶୂନ ତିନି ଗୋଟି କିସା କୁହ ତପୋଧାନ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏ ଯେ ତିନି ଦେବ। କି କାର୍ଯ୍ୟ ଏ ତିନିଙ୍କର ବୁଝାଇ କହିବ। ବ୍ରହ୍ମା ସୃଷ୍ଟି ବିଷ୍ଣୁ ସ୍ଥିତି ଶିବ ଯେ ପ୍ରଳୟ। ଏମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଅଟେ କୁହ। ଶିବ ହର୍ତ୍ତା କର୍ତ୍ତା ଦୈତ୍ୟଙ୍କ ଏଣୁ ଶ୍ରେଷ୍ଠ। ବିଷ୍ଣୁ ଯେ ପାଳନ କର୍ତ୍ତା ଜଗତର ଇଷ୍ଟ। ଜଗତର ଇଷ୍ଟ, ଜଗତର ଇଷ୍ଟ। ଏ ପ୍ରହ୍ଲାଦ, ଏ ବିଦ୍ୟା ଶିଖିଲୁ କାହାଠାରୁ ପ୍ରହ୍ଲାଦ? ବିଷ୍ଣୁ ଯେ ଜଗତର ସ୍ରଷ୍ଟା, ସେ ଶ୍ରେଷ୍ଠ। ଏ କଥା ଦେବଶ୍ରୀ ନାରଦଙ୍କ ଠାରୁ ତାଙ୍କର ଆଶ୍ରମରେ ଥିଲାବେଳେ ଶୁଣିଅଛି ମୁହିଁ। ସର୍ବନାଶ,
ଦେବର୍ଷି ନାରଦ ୟା ମୁଣ୍ଡଟାକୁ ଖରାପ କରିଦେଇଛନ୍ତି। ମହାରାଜ ଜାଣିଲେ ପ୍ରାଣ ରହିବ ନାହିଁ। ତୁରନ୍ତ ମହାରାଜଙ୍କୁ ଖବର ଦେବାକୁ ପଡ଼ିବ, ନଚେତ୍ ନେଡ଼ିଗୁଡ଼ କହୁଣୀକୁ ବୋହିଯିବ। ଆ ବାପ ପ୍ରହଲ୍ଲାଦ। ମହାରାଜ ପ୍ରଣାମ ଗ୍ରହଣ କରନ୍ତୁ। ପ୍ରଣାମ ପିତା। ପୁତ୍ର ମୋର ପ୍ରହଲ୍ଲାଦ, ଏତେ ଶୀଘ୍ର ଶିକ୍ଷା ଲାଭ କରି ଫେରି ଆସିଲୁ? ହେ ଆଚାର୍ଯ୍ୟ, ଏତେ ଅଳ୍ପ ଦିନେ ମୋ ପୁତ୍ର ବିଦ୍ୟା ଶିକ୍ଷା ହୋଇଗଲା କିବା? ମହାରାଜ ଦୋଷ ମୋର କରନ୍ତୁ କ୍ଷମା। କି କହିବି ଖୋଲୁ ନାହିଁ ତୁଣ୍ଡ, ଫିଟାଇ କହିଲେ ନ ରହିବ ମୁଣ୍ଡ। ନିର୍ଭୟରେ କୁହ ଆଚାର୍ଯ୍ୟ, ଯାହା କିଛି ଘଟିଅଛି ସବୁ। ଦୈତ୍ୟ କୂଳ ଲାଗି ଯାହା ବିଦ୍ୟା ତୁମ୍ଭ ପୁତ୍ର ନ ଶିଖିଲା ତାକୁ। ଶିବ ନାମ ନ ଧରିଲା ମୁଖେ, ଅହରହ ଜପୁଅଛି ବିଷ୍ଣୁ ନାମ ଗୋଟି। ଆଚାର୍ଯ୍ୟ ପ୍ରହଲ୍ଲାଦ, ଏହା କ'ଣ ସତ୍ୟ? ପିତା, ନୁହେଁ ମିଥ୍ୟା। ବିଷ୍ଣୁ ଯେ ଜଗତର ସାର, ବିଦ୍ୟାର ସାଗର, ତାଙ୍କ ବିନା ଅନ୍ନ ବିଦ୍ୟା ଅଟଇ ଅସାର। ପ୍ରହଲ୍ଲାଦ, ବିଷ୍ଣୁ ନାମ ଗଣ୍ଠି ଧନ, କରିଛି ପିତା ମୁଁ ବିଷ୍ଣୁ ନାମ ଗଣ୍ଠି ଧନ। ଅଖିଳ ଜଗତପତି, ଅଖିଳ ଜଗତପତି, ସେ ବିଦ୍ୟା ଦାତା ମୁଁ ବିଷ୍ଣୁ ନାମ ଗଣ୍ଠି ଧନ। କରିଛି ପିତା ମୁଁ ବିଷ୍ଣୁ ନାମ ଗଣ୍ଠି ଧନ। विष्णु जे जगते सारा, जपन्ति ब्रह्म शंकर। विष्णु जे जगते सारा, जपन्ति ब्रह्म शंकर। विष्णु बिना ना विद्या, विष्णु बिना ना विद्या। घोषिबा वृथा हो विष्णु नाम गंठी धन। करिछि पिता मु विष्णु नाम गंठी धन। दूर हुआ मूर्ख, मो पुत्र होई मो सम्मुखरे बारंबार मो शत्रु नाम उच्चारण करुछु। एडिकी चाखंडे पिला होई कहू केड़े केड़े कथा। एडिकी चाखंडे पिला होई तू ही कहू केड़े केड़े कथा रे। मोर सूत्र होई मोरी आज्ञा तू जानी करुछु अन्यथा रे। सुना सुना दूत घेनी जा सुत कर यार सिरा छेदरे। सुना सुना दूत घेनी जा सुत कर यार सिरा छेदरे। कले पामर विष्णु गुप्तचर टूटी जीव सब खेदरे। मोर सूत्र होई मोरी आज्ञा को जानी करुछु अन्यथा रे। दूत घेनी जाए पापिष्ट को, घातक को जना मोर आदेश। विलंबे कर यार सिर छेद, मो राज्य रे हरिनाम जेनेब मृत्यु द्वारा सुनिश्चित। प्रहल्लाद, जननी गो विदाय चरणे। धन रे पुत्र मोर, जाइथिलु गुरुकुल शिक्षा लाभ अर्थे, एते शीघ्र फेरी आसिलु जे? की होइछि पिता तोर क्रोध करी चली गले जे? जननी गो विदाय चरणे। ए मोर अंतिम देखा अटई जननी। दियो मेलाणी मते, विष्णु नाम धरिबार मुखे पिता मते देइछन्ति मृत्यु दंड। मेलाणी दिया गो माता, जीवनर शेष दिने सारी जीवा विनया। मोरा किछि क्षणे, मेलाणी दिया गो माता। विष्णु नाम लेबे होइछि मो दोषी, सेथि लागी पिता मोते देबा लगी फांसी। घातककु कहिछन्ति राखिया जदिने। मेलाणी दिया गो माता। ना रे प्रहल्लाद, तू सेपरी कथा कहना। तो बिना मु बंची पारिबी नहीं। हाय रे दैव,
कौन यह देखिया पे तू मते एपरी पुत्र देइथिलु काहा मुख नाई मु धरिबी जीवन रे काहा मुख नाई मु धरिबी जीवन रे दारुण दैबा किंपा न देलु तू मारण रे दारुण दैबा किंपा न देलु तू मारण रे अमृत पाया हरि नाम हेला तो बाई अमृत पाया हरि नाम हेला तो बाई से हरि सबु दुख करंतु तो हरण रे काहा मुख नाई मु धरिबी जीवन रे कांदो ना माँ सबु से हरिंकर इच्छा मु विष्णु नाम नहीं पिता को आदेश पालन करुची चलो दूत प्रहलाद प्रहलाद धन रे फेरिया कौन कहली दूत घातकर खंड आघाତରେ प्रहलाद मला नहीं हाँ महाराज ओलटी खंडरा दुई फाड़ होईगला जाओ दूत से दुष्ट को नहीं दंता हाथी पदरे पकाई हाथी चढ़ाई मार नचेत साप केला को खबर दियो से विषधर सर्प द्वारा दुष्ट प्रहलाद को दंशन कराई हत्या करू जाओ जय आज्ञा महाराज राजकुमार हुआ प्रस्तुत एही मोर दंता हाथी मारिब तुम्हकु थरुटिए मन दे डाके मोर से इष्ट हरिंकु तापर तुम्भ इच्छा जहा करि पार आहे नारायण विपद वारण सुना मोरा निवेदन नारायण सुना मोरा निवेदन विपद सागरे भासुछि ठाकुरे संकट कार कारण नारायण संकट कार कारण गुणी डकीला तोर बनसारे जलरे डाकिला तारे गुणी उधारी तारी लग जाक चक्रा को चक्रा रे मारी आहे चक्रधारा ई विपद मोरा उद्धार कर पण आहे प्रभु नारायण आहे प्रभु नारायण भाला भाला राजकुमार हुआ प्रस्तुत एही मोर विषधर सर्प करिब दंशन सबु से हरिंकर इच्छा महाराज महाराज साप विषय मध्य मला नहीं प्रहलाद आउ तापरे राजकुमार को नियारे पकाइलु अथच अग्नि शीतल होईगला से मले नहीं पुणी पर्वत रूपेली तल को पकाइलु तले पड़ी तांकर किछि क्षति हला नहीं मूर्ख जा भाई जा मो सम्मुखरु जा जा रे पाखरु तू जा हरि हरि नाम चखा जा जा रे पाखरु तू जा नियारे पोड़ी न मलु पर्वत पड़ी न मल नियारे पोड़ी न मलु पर्वत पड़ी न मल सबु कळ कौशल होइला मोहर पिका जेउ हरि मोबाइल से हेला इष्ट तो हरि जेउ हरि मोबाइल से हेला इष्ट तो धरी पकाई बीमारी के उठी अच्छी से देखा जा जा रे पाखरु तू जा हरि हरि नाम जखा जा जा रे पाखरु तू जा देखा क्यों
ଅଛି ତ ହରି। ଏ ଖଣ୍ଡ ଆଘାତରେ ମୁଁ ନିଜେ ତାର ପ୍ରାଣ ନେବି। ପିତା, ହରିରେ ଭାବ ବି ନଦିଆ, ଭାବକୁ ନିକଟ ଆଉ ଅଭାବକୁ ଦୂର, ତାଙ୍କୁ ଧରିବା କଣ ସହଜ? ହସାଇଲୁ ପ୍ରହଲ୍ଲାଦ। ହରି ପୁଣି ଭାବ ବି ନଦିଆ, ଏଇଠି ଥାଏ ଆଉ ଏଇଠି ନଥାଏ, ଆଉ ସବୁଠି ବିରାଜମାନ। ବେଶ ତେବେ କହ ମୂର୍ଖ, ଏଇ ସ୍ତମ୍ଭରେ କଣ ତୋର ମାୟାବୀ ହରି ଅଛି? ଇଚ୍ଛା ମାୟା ହରି ଇଚ୍ଛାରେ ହୁଆଇ ସୃଷ୍ଟି ସ୍ଥିତି ପୁଣି ପ୍ରାୟା। ଇଚ୍ଛା ମାୟା ହରି ଇଚ୍ଛାରେ ହୁଆଇ ସୃଷ୍ଟି ସ୍ଥିତି ପୁଣି ପ୍ରାୟା। ହେଲେ ତାଙ୍କ ଇଚ୍ଛା ଶୁଣ ହେ ପିତା, ଏ ସ୍ତମ୍ଭରେ ହେବେ ବିରାଜ। ତାକୁ ଧରିବା ତ ନୁହେଁ ସହଜ, ତାକୁ ଧରିବା ତ ନୁହେଁ ସହଜ। ବେଶ ଏବେ ଦେଖା, এই স্তম্ভরে কোন তোর মায়াবী হরি ଅଛି? এই খଣ୍ଡ আঘাତରେ ମୁଁ ନିଜେ ତାର ପ୍ରାଣ ନେବି। କାହିଁ କାହିଁ ତ ହରି? এই ଦେଖ ପିତା, ତୁମ ଖଡ୍ଗ ଆଘାତରେ ସେ ସ୍ତମ୍ଭଟି ଭାଙ୍ଗିଗଲା। ଆଉ ସେ ସ୍ତମ୍ଭ ଭିତରୁ ସିଂହ ମୁଖେ ଆଉ ନର ଶରୀରରେ ବିଜେ କରୁଛନ୍ତି ମୋର ନରହରି ବିଷ୍ଣୁ, ପ୍ରଭୁ ନରସିଂହ। ଏ କି ଅଦ୍ଭୁତ ରୂପ! ଉଦ୍ଧତ କିଶୋରୀ ସମ ମୁଖ ବେଦନ କରି, ମାନବ ଶରୀରରେ ବାହୁ ବିସ୍ତାର କରି, ନଖ ଓ ତୀକ୍ଷ୍ଣ ଦନ୍ତ ଦେଖାଇ ସତେଅବା ଭକ୍ଷଣ କରିବାକୁ ଅଗ୍ରସର ହେଉଛି। କିଏ କିଏ ତମେ? ମୁଁ ତୋର କାଳ। କାଳ? ନା ନା, ମୁଁ ଯେ ବ୍ରହ୍ମାବରେ ବଳିୟାନ। ଦିବସେ ବା ରାତ୍ରେ, ଅସ୍ତ୍ରେ ଶାସ୍ତ୍ରେ, ଘରେ ବା ବାହାରେ, ଦେବ ମାନବ ରାକ୍ଷସ ହସ୍ତେ ଅବା ଜଳେ ସ୍ଥଳେ ଅନାଳେ, ନ ମରିବି କେଉଁଠି? ଆରେ ମୂର୍ଖ, ଦେଖ ହେବେ ନୁହଁ ଦିବସ ବା ରାତ୍ର, ଅଟେ ଗୋଧୂଳି ସମୟ। ନୁହେଁ ମୁହିଁ ଦେବ ମାନବ ରାକ୍ଷସ, ଏହା ନରସିଂହ ଅବତାର ମୋର। ଏ ସ୍ଥାନ ନୁହେଁ ଘର ବାହାର, ଅଟେ ଦ୍ୱାର ବନ୍ଧ। ଆଉ ଦେଖ ମୂର୍ଖ, ଏଇ ନୁହେଁ ଜଳସ୍ଥଳ ଆକାଶ, ଏହା ମୋର ଜଙ୍ଘ ଦେଶ। ତୀକ୍ଷ୍ଣ ନଖରେ ଭକ୍ତ ପ୍ରହ୍ଲାଦଙ୍କର ଜୟ! ଭକ୍ତ ପ୍ରହ୍ଲାଦଙ୍କର ଜୟ! ଭକ୍ତ ପ୍ରହ୍ଲାଦଙ୍କର। ଶୁଣିଲ ପିଲେ ଗୀତିନାଟ୍ୟ ଭକ୍ତ ପ୍ରହଲ୍ଲାଦ। ରଚନା ଅମରେନ୍ଦୁ ମହାନ୍ତି, ସଙ୍ଗୀତରେ ସଜେଇଥିଲେ ଅନିଲ କୁମାର ଜେନା। ପିଲେ ଗୀତିନାଟ୍ୟ ଭକ୍ତ ପ୍ରହଲ୍ଲାଦ ତ ଶୁଣିଲ, କେମିତି ଲାଗିଲା ସେ ବିଷୟରେ ଆମକୁ ଚିଠି ଲେଖି ପଠେଇବ। ଆମକୁ ଚିଠି ଲେଖିବାର ଠିକଣା ହେଲା ଶିଶୁ ସଂସାର ମାର୍ଫତ, କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନକୋଡ୍ 753001। ପିଲାମାନେ ଆଜି ପାଇଁ ଏତିକି। ପୁଣି ତମ ସହ ଭେଟ ହେବ ଆଗାମୀ ସପ୍ତାହ ରବିବାର ଠିକ୍ ସକାଳ 7:25। ଶୁଣିବା ତମ ମନକୁ ପାଇଲା ଭଳିଆ ଅନେକ ପ୍ରକାରର ମନୋରଞ୍ଜକ କାର୍ଯ୍ୟକ୍ରମ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠିବା।